ଡାବୁ ଗାଁରେ ମାଘ ମଣ୍ଡେଇ ଧୁମଧାମରେ ପାଳିତ ହୋଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ମାଘ ମଣ୍ଡେଇ ଯାତ୍ରା ଧୁମଧାମରେ ପାଳିତ କରାଯାଇଛି। ବାବା ଭୈରବ, ମା ଦୁଲାର ଦେଇ, ବଙ୍କାରୁଣୀ ମା, ଡକ୍ରି ମାତା, ଠାକୁରାଣୀ ମା, ଦବାଦେଇ ମା, ମା ପେଣ୍ଡ୍ରାଣୀ, ରାତ୍ରଖଡ଼ିଆ, କଙ୍କାଳୁଣୀ, ବୁଢ଼ାରଜା, ଘୋଡ଼ାମାରି ଗାଁ, ଘାଟ ଘୋଷିଆଣୀ ଏବଂ ଅନ୍ୟ ଗ୍ରାମଦେବୀଙ୍କ ସହିତ ଲାଠି, କୁରୁଚି, ବିମାନ, ଶିରା ସହିତ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଅଞ୍ଚଳବାସୀ ଏକ ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ। ମଣ୍ଡେଇ କମିଟି ସଭାପତି ବିନୋଦ ସୋରା, ଉପସଭାପତି ସତ୍ୟରଞ୍ଜନ ରାୟପାତ୍ର, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ ରାୟପାତ୍ର, ବିଜେପି ଜିଲ୍ଲା ସମ୍ପାଦକ ଜେ ରାଜଶେଖର ରାଓ, ଜି କିରଣ କୁମାର, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ବରିଷ୍ଠ ଆଇନଜୀବୀ ମିହିର ଶଙ୍କର ରାୟପାତ୍ର, ଏମ୍ ଆପା ରାଓ, ସାଙ୍କିର ରାଓ, ଜିତୁ ରେଲି, ସୁରେନ୍ଦ୍ର ରେଲି, ଭୀମସେନ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଛତିଶଗଡ଼ ରତନପୁର ଏବଂ ପୋଡ଼ାଗଡ଼ ରାୟ ରତନପୁରର ସିଧାସଳଖ ଜଡ଼ିତ ମାଘ ମଣ୍ଡେଇ ସହିତ ଅନେକ କିମ୍ବଦନ୍ତୀ ରହିଛି। ବର୍ତ୍ତମାନ ମଧ୍ୟ ରତନପୁର ଆସିଥିବା ରାଜବଂଶର ଦାୟାଦମାନେ ଡାବୁଗାଁ, ସିରିସି ଏବଂ ତେଲିଗୁଡ଼ା ଅଞ୍ଚଳରେ ଅଛନ୍ତି। ପାରମ୍ପରିକ ମଣ୍ଡେଇରେ ସକ୍ରିୟ ଅଂଶଗ୍ରହଣ କରନ୍ତି। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ।